ପ୍ରେଜ ଦ ଲର୍ଡ ସମସ୍ତଙ୍କୁ ମୋର ଆନ୍ତରିକ ନମସ୍କାର। ପ୍ରିୟ ଦର୍ଶକ ମାନେ ଆଜିର ସୁନ୍ଦର ଅବକାଶ ପାଇଁ ପ୍ରଭୁକୁ ବିଶେଷ ଧନ୍ୟବାଦ ଦିଏ, କାରଣ ମୋର ପ୍ରତିଟି ଭିଡିଓ ମାଧ୍ୟମରେ ବିଭିନ୍ନ ନୂଆ ନୂଆ ଲୋକମାନଙ୍କୁ ଶ୍ରୋତା ମଣ୍ଡଳୀକୁ ଭେଟିବା ପାଇଁ ମୋର ଏହା ପ୍ରୟାସ ଅଟେ। ଏଥିପାଇଁ ଆଜିର ଆମ ସମ୍ମିଳନୀ ଆମ ଖବରକୁ ସ୍ୱାଗତ କରୁଛୁ। ଆଜିର ଅତିଥି ଭାବେ ଆମଙ୍କ ସମ୍ମୁଖରେ ଅଛନ୍ତି, ଆପଣ ଦେଖୁଛନ୍ତି ଯାହାଙ୍କ ପରିଚୟ ଏକ ଅନ୍ୟନ୍ୟ ଅଟେ ଆମ ଗଜପତିର, ଯିଏକି ସଙ୍ଗୀତକାର, ଗୀତକାର ବା ଲେଖକ ଆଉ ଜଣେ ପାଳକ କଲେ ତୃପ୍ତି ହେବ ନାହିଁ, କାରଣ ଆମ ଖ୍ରୀଷ୍ଟୀୟ ଭକ୍ତି ମୂଳକ ସଙ୍ଗୀତର ଭିତ୍ତିମୂଳ କେନ୍ଦ୍ରବିନ୍ଦୁ ଅଟନ୍ତି। ତାଙ୍କ ନାମ, ତାଙ୍କ ପରିଚୟ, ସେ ଅଛନ୍ତି ପାଳକ ଆଚାର୍ଯ୍ୟ ସତ୍ୟବାନ ପରିଚା। ଆଜ୍ଞା ଆପଣଙ୍କୁ ଆମ ସ୍ୱାଗତ କରୁଛୁ। ନମସ୍କାର। ନମସ୍କାର। ଆଉ ଆପଣଙ୍କ ସହିତ ଅନେକ ଦିନ ମୋର ଚିନ୍ତା ଥିଲା ଯେ ଦର୍ଶକ ମାନଙ୍କୁ କିଛି କଥା ସାଉଁଟିବା ପାଇଁ, ତେଣୁ ଆଜି ସାକ୍ଷାତ କରିକି ମୁଁ ବହୁତ ଆନନ୍ଦିତ ଅଟେ। ଧନ୍ୟବାଦ। ତେଣୁ କେମିତି ଆଉ ଆପଣଙ୍କ ପରିଚୟ ଆମମାନଙ୍କ ଦର୍ଶକ ମାନଙ୍କୁ ପ୍ରଥମେ ଆପଣ ମୁଖରୁ କୁହନ୍ତୁ, ଆପଣଙ୍କ ପ୍ରକୃତ ପରିଚୟ ଦିଅନ୍ତୁ। ମୁଁ ପ୍ରଭୁଙ୍କୁ ବିଶେଷ ଧନ୍ୟବାଦ ଦିଏ, ଯେହେତୁ ମୋତେ ସମସ୍ତେ ଜାଣିଛନ୍ତି। ମୋର ପରିଚୟ ହେଲା ମୋ ନାଁ ସତ୍ୟବାନ ପରିଛା। ମୁଁ ପୁରୀ ଜିଲ୍ଲାର ଅନେକ ସ୍ଥାନରେ ପ୍ରଭୁଙ୍କ ସେବା କାର୍ଯ୍ୟରେ ଅଛି ଆଜି ପର୍ଯ୍ୟନ୍ତ। ପୁଣି ପ୍ରଭୁଙ୍କ ସେବାରେ ଆଗକୁ ବଢ଼ିବା ପାଇଁ ମୋ ଲକ୍ଷ୍ୟ ଅଛି। ଏହା ହିଁ ମୋର ପରିଚୟ ଅଟେ। ଆଚ୍ଛା, ନିଶ୍ଚିତ ଭାବେ। ଆଉ ଦର୍ଶକ ମାନେ ତାଙ୍କ ମୁଖରୁ ଆମେ ତାଙ୍କ ପରିଚୟ, ତାଙ୍କ ନାମଟା ଆମେ ପାଇଲୁ। ତେଣୁ ସତ୍ୟବାନ ନିହାତି ତାଙ୍କ ନାଁରେ ଅତି ମଧୁର୍ଯ୍ୟ ଅଟେ, କାରଣ ସେ ସତ୍ୟରେ ସମସ୍ତ କାର୍ଯ୍ୟ କରନ୍ତି। ଆଉ ଛୋଟ ଠାରୁ ସେ ଅତି ଗୀତ ପ୍ରିୟ ବ୍ୟକ୍ତି ଅଟନ୍ତି। ସେ ଗୀତ ଲେଖନ୍ତି, ସ୍ୱର ସଂଯୋଜନ କରନ୍ତି, ଆଉ ତାଙ୍କର ଅନେକ ଗୀତ ଆଉ ଏ ଜଗତକୁ ବା ଆମ ଖ୍ରୀଷ୍ଟୀୟ ଭକ୍ତି ସମାଜକୁ ଆସିଅଛି। ତେଣୁ ଆଉ ତାଙ୍କ ଠାରୁ କେମିତି ଗୀତ ଲେଖାଯାଏ, କେମିତି ସ୍ୱର କରାଯାଏ, ଗୀତ ଲେଖିବାର ଆଉ କୋଉ ଥିମ୍ ଅଧିକା ସମୟ ବଞ୍ଚିତ ମାନେ ଲଙ୍ଗ ଲାଷ୍ଟିଂ କରେ। ଅନେକ ଗୀତ ଆଜିକାଲି ଏଇ ଆଧୁନିକ ଯୁଗରେ ଗୀତ ବାହାରେ ମନା ନାହିଁ, କିନ୍ତୁ ଆଉ ଅଳ୍ପ ସମୟ ଭଲ ଲାଗେ ଆଉ କିଛି ସମୟ ଲୁଚିଯାଏ, କିନ୍ତୁ ଆଙ୍କର ଆଜ୍ଞାଙ୍କର ଅନେକ ଗୀତ ଆଜି ପର୍ଯ୍ୟନ୍ତ ଜୀବନ୍ତ ଜ୍ୱଳନ୍ତ ଭାବେ ଆଉ ବିଭିନ୍ନ ଉପାସନାଳୟ ମାନଙ୍କ ମଧ୍ୟରେ ଅନେକଙ୍କ ମୁଖରେ ଆଉ ତାହା ଆଉ ଗୁଣ ଗୁଣ ସ୍ୱର ବାଜୁଛି। ତେଣୁ ଆଉ ଆଜ୍ଞା ଆପଣଙ୍କୁ ଆମେ ସ୍ୱାଗତ କରୁଛୁ, କାରଣ ଆପଣ ଗୀତ ଗାଇବା କେବେଠୁ ଆରମ୍ଭ କରିଛନ୍ତି ଆପଣଙ୍କ ଜୀବନରେ? ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ଛୋଟ ବୟସରୁ ହିଁ ମୁଁ ଗୀତ ଗାଇବା ଆରମ୍ଭ କଲି। ମୋର 10 ବର୍ଷ ସମୟରେ ହିଁ ମୁଁ ଗୀତ ଆରମ୍ଭ କଲି। ଏମିତିକି ପରିଛା ବାବୁଙ୍କର ପ୍ରସଙ୍ଗ ସମୟରେ ମଧ୍ୟ ମୋତେ ପରିଛା ବାବୁ ଡାକୁଥିଲି ଗୀତ ଗାଇବା ପାଇଁ। ପ୍ରବଞ୍ଜନ ପାଣି ମଧ୍ୟ ପ୍ରସଙ୍ଗ ପୂର୍ବରୁ ମୋତେ ଗୀତ ଲେଖେ ଗା ବୋଲି କହୁଥିଲେ। ତାଙ୍କ ପ୍ରସଙ୍ଗ ସମୟରେ ମଧ୍ୟ ମୁଁ ଗୀତ ଗାଇଛି। ଏହା କେବଳ ପ୍ରଭୁଙ୍କର ଆଶୀର୍ବାଦ ମାତ୍ର। ଆଜ୍ଞା, ଏମିତି ମୁଁ ଛୋଟ ବେଳରୁ ହିଁ ପ୍ରଭୁଙ୍କର ଗୀତ ମୁଁ ଗାଉଥିଲି। ହାଇସ୍କୁଲ କ୍ୟାରିୟରରୁ କଲେଜ ପର୍ଯ୍ୟନ୍ତ ମଧ୍ୟ ମୁଁ ଅନେକ ସ୍ଥାନରେ ପ୍ରାଇଜ୍ ମଧ୍ୟ ପାଇଛି। ଆଚ୍ଛା ଆଚ୍ଛା ଆଚ୍ଛା। ତ ପରିଛା ବାବୁ କହିଲେ ଆପଣ ବି ତ ଗୋଟେ ପରିଛା ବାବୁ। ତେଣୁ ଆମ ମାନଙ୍କର ସ୍ୱାଧୀନ ପ୍ରଚାରକ ଉପେନ୍ଦ୍ର ପରିଛା, ସେ ବି ତାଙ୍କ କଣ୍ଠରୁ ଗୀତ ଗାଇବା ପାଇଁ ସବୁବେଳେ ତାଙ୍କୁ ଅଭ୍ୟର୍ଥନା କରନ୍ତି, ସୁଯୋଗ ଦିଅନ୍ତି। ତେଣୁ ତାଙ୍କ କଣ୍ଠରେ ଅନେକ ଗୀତ ପରିପୂର୍ଣ୍ଣ ଅଛି। ତେଣୁ ଆପଣ ମାନଙ୍କର ଜୀବନରେ ଅନେକ ଗୀତ କରିଛନ୍ତି, ସ୍ୱର କରିଛନ୍ତି। ତେଣୁ ପ୍ରଥମ ଗୀତ କୋଉଟା ଆପଣଙ୍କର? ପ୍ରକୃତରେ ମୁଁ ଗୀତ ଗାଉଥିଲି, ଅନେକ ଗୀତ ମୁଁ ଗାଇଛି। ଆଉ ହୁଏତ ଏବେ ଯେଉଁମାନେ ଗାୟିକାର ମାନେ ଅଛନ୍ତି ତାଙ୍କ ପୂର୍ବରୁ ମୁଁ ସମ୍ମିଳନୀରେ ଗାଉଥିଲି, ଆଉ ମୋତେ ବଡ଼ ବଡ଼ ବକ୍ତା ମାନେ ଡାକି ଗଉଥିଲେ। ଆଉ ମୁଁ ଯାହାଙ୍କ ଠାରୁ ଗୀତ ଲେଖି ଶୁଣିବା ପାଇଁ ଚାହୁଁଥିଲି ବା ଗାଇବା ପାଇଁ ଚାହୁଁଥିଲି, ସେ ମୋତେ ଲେଖିଦେଲେ ନାହିଁ। ତାପରେ ମୁଁ ଚିନ୍ତା କଲି, ପ୍ରାର୍ଥନା କଲି, ତାପରେ ଗୋଟେ ଗୀତ ଲେଖିଲି। ସେ ଗୀତଟି ହେଲା ଆଶାର ଦୀପାଳି ଜାଳି କରୁଅଛି ପଦେ ଅଳି। ଏଇଟା ହେଉଛି ମୋର ଜୀବନର ପ୍ରଥମ ସ୍ୱର ସଂଯୋଜନା ଏବଂ ଲେଖିବାର। ଆଚ୍ଛା ଆଚ୍ଛା। ଆଜି ବି ଆଉ ସେ ଗୀତ ପ୍ରତ୍ୟେକଙ୍କ ଜୀବନରେ କନ୍ଦାଇ ଦିଏ, କାରଣ ସେ ଗୀତରେ ଏତେ ଭକ୍ତି ବିଭିନ୍ନ ଭାବ ପୂର୍ଣ୍ଣ ଅଛି। ତେଣୁ ମୁଁ ଅନୁରୋଧ କରିବି ସେଇ ପଦେ ଘୋଷାଟି ପଦେ ଟିକେ ସେ ଗୀତର ସ୍ୱରରୁ ଆପଣ ଯୋଉ ନିଜେ ସେ ଗୀତ ଲେଖିଛନ୍ତି, ତ ସେ ଗୀତ କେମିତି ଫିଲିଙ୍ଗସ୍ ଆସିଲା ପଦେ ଆପଣ ଘୋଷା ଟିକେ କହିଦିଅନ୍ତୁ ତ ଆମ ଦର୍ଶକ ହଉ, ମାନଙ୍କ ପାଇଁ। ଏଇ ଗୀତଟା ଯେତେବେଳେ ମୁଁ ଲେଖିବା ପାଇଁ ଆରମ୍ଭ କଲି, ମୋ ଜୀବନରେ ଦୁଃଖ ଆସିଲା। ଗୋଟେ ଦୁଃଖର ଆସିବାରୁ ସେ ଦୁଃଖ ଉପରେ ଡିଭୋସନାଲ ଗୀତ ଉପରେ ମୁଁ ଧ୍ୟାନ ଦିଏ। ଆଉ ଦୁଃଖର ଗୀତ ହିଁ ମୁଁ କରିବା ପାଇଁ ଚେଷ୍ଟା କରେ। ପ୍ରଭୁ ସେଇ ଗୀତ ମୋତେ ଦେଲେ, ଆଉ ସେଇଟା ସ୍ୱର ସଂଯୋଜନା କଲି, ଆଉ ତାକୁ ମୁଁ ଗାଇଲି। ସେଇ ଗୀତରେ ମୁଁ ଆପଣଙ୍କ ସମ୍ମୁଖରେ ଟିକେ ଶୁଣିବା ପାଇଁ ମୁଁ ଚାହେଁ। କୁହନ୍ତୁ କୁହନ୍ତୁ କୁହନ୍ତୁ।
ଆଶାର ଦୀପାଳି ଜାଳି କରୁଅଛି ପଦେ ଅଳି ଦିଅ ବାରେ ଡେଣା ମେଲି ବାହୁ ତୋଳି ତବ ଶାନ୍ତି ଆଶାର ଦୀପାଳି ଜାଡ଼ି ବାহ। ଏଇ ପଦେ ଗୀତ ହିଁ ପଦେ ମୋର ଆଉ ଟିକେ ପଦେ ଗାଇ ଦିଅନ୍ତୁ କାରଣ ଆଶ୍ରାହୀନ ହୋଇ ରହିଛି ମୁଇଁ ତୁମ ବିନା ଜଗତ କେହି ନାହିଁ ଝରାଇ ଦିଅ ତୁମ ପ୍ରେମ ବାରି ନିବିଡ଼ ଘନ ଅନ୍ଧାରେ নিবিড় ঘন ধারে ডাকই অতি কাতরে ঘেন বারে মমিনতি এ আরতি আশার দীপাଳି জাଳି କରୁଅଛି ପଦେ ଅଳି ଦିଅ ବାରେ ଡେଣା ମେଲି ବାହୁ ତୋଳି ତବ ଶାନ୍ତି ଆଶାର ଦୀପାଳି ଜାରି ସତରେ ପରିଚା ମହାଶୟ ଆପଣଙ୍କ କଣ୍ଠରେ ପ୍ରଭୁ ଅଭିଷେକ ହେଇଛନ୍ତି ବୋଲି ମୁଁ ବିଶ୍ୱାସ କରେ କାରଣ ଯେତେବେଳେ ଆପଣ ଗୀତ ଗାଉଥିଲେ ମୋ ହୃଦୟ ଭାଙ୍ଗି ପଡୁଥିଲା ପ୍ରକୃତ ଭାବରେ ଏମିତି ଗୀତ ବର୍ତ୍ତମାନ ସମୟରେ ଆଉ ଲୋକଲୋଚନକୁ ଆସୁନାହିଁ ତେଣୁ ଏ ଗୀତ ପ୍ରିୟ ଦର୍ଶକ ମାନେ ନିଶ୍ଚିତ ଭାବେ ଶୁଣିଲେ ଗୀତର ପ୍ରତିଷ୍ଠାତା ଅଛନ୍ତି ଆଉ କେହି ନୁହନ୍ତି ସେ ହେଉଛନ୍ତି ପାଳକ ଆଚାର୍ଯ୍ୟ ସତ୍ୟବାନ ପରିଛା ମହାଶୟ ତେଣୁ ଏ ଆଜ୍ଞାଙ୍କର ନିଜ ଗ୍ରାମ ହଉଛି କମଳା ସିଂ ଆଉ ରାୟଗଡା ବ୍ଲକ ଗଜପତି ଜିଲ୍ଲା ଅଟେ ତେଣୁ ପ୍ରିୟ ପ୍ରଭୁଙ୍କ ଲକ୍ଷ୍ୟ ମାନେ ନିଶ୍ଚିତ ଭାବେ ଖାଲି ଏଇ ଗୀତ ହଉଛି ପ୍ରଥମ ଗୀତ ତେଣୁ ଅନେକ ଗୀତ ଆଜ୍ଞାଙ୍କର ହିଟ୍ ହେଇଛି ଆଉ ଆଉ ଅନେକ ଗୀତ ଅଛି ତେଣୁ ଆଚ୍ଛା ଗୀତ ଲେଖିବାର ଶୈଳୀ କେମିତି ଆପଣଙ୍କର ଅନେକ ଗୀତ ମାନେ ମିଠା ମିଠା ପଦ ଗୁଡାକ ସ୍ୱର ଗୁଡାକ ସୁଇଟ ଲାଗେ ଶୁଣିବା ବେଳେ ଆଉ ମନ ନାଚି ଉଠେ ତେଣୁ ଗୀତ କେମିତି ଲେଖନ୍ତି ପ୍ରିୟ ପ୍ରଭୁଙ୍କର ଦାସକୁ ବହୁତ ଧନ୍ୟବାଦ ଦିଏ ସେ ମୋତେ ଖୋଳି ଖୋଳି ପଚାରୁଛନ୍ତି ଆଉ ତାଙ୍କର ଉଦ୍ୟୋଗ ପାଇଁ ତାଙ୍କର ଉତ୍ସାହ ପାଇଁ ବହୁତ ଧନ୍ୟବାଦ ଦିଏ ଆଉ ମୁଁ ଯେତେବେଳେ ଗୀତ ଲେଖିବା ପାଇଁ ଆରମ୍ଭ କରେ ମୁଁ ପ୍ରାର୍ଥନା କରେ ପ୍ରଭୁ ତୁମେ ଗୋଟେ ସୁନ୍ଦର ଗୀତ ମୋତେ ଦିଅ ସେ ସୁନ୍ଦର ସ୍ୱର ମୋତେ ଦିଅ ବୋଲି ମୁଁ ପ୍ରାର୍ଥନା କରେ ପ୍ରଭୁଙ୍କର ଶକ୍ତିରେ ପ୍ରଭୁ ମୋତେ ସ୍ୱର ଦିଅନ୍ତି ଆଉ ମୁଁ ସେ ସ୍ୱରରେ ମୁଁ ଲେଖା ଆରମ୍ଭ କରେ ଆଉ ବିଶେଷ କରି ମୁଁ ଭକ୍ତିମୂଳକ ସଙ୍ଗୀତ ବା ଭକ୍ତିମୂଳକ ଗୀତ ହିଁ ଲେଖିବା ପାଇଁ ମୁଁ ଇଚ୍ଛା କରେ ମୋର ଅନେକ ଗୀତ ଅଛି ଆଶାର ଦୀପାଳି ଜାଳି ଏ ଦୁନିଆର ଅନ୍ଧାର ପଥେ ପ୍ରଭୁ ମୁଁ ଶୁଣି ତୁମ ଡାକ ସୁର ଆଉ ସ୍ୱପ୍ନ ଢେଉ ନାଚି ଉଠେ ମନ ସାଗରେ କାଲ ବୋଲି ସେ ପାଷାଣ ବୁକରେ ଆଜି ବି ଅଛି ସେ ଚିହ୍ନ ଆମେ ଗାଇ ଯିବା ଅନ୍ଧକାର ଧରା ପରେ ଆଚ୍ଛା ସବୁଠୁ ମୋ ମନ ଗୋଟେ ଗୀତ ଛୁଇଁଥିଲା ଆଜ୍ଞା ହଜା ମେଷ ମଝି ଆସିଛି ବାହୁରି ଇତ୍ୟାଦି ଇତ୍ୟାଦି ପଦ ସେ ଗୀତ ଗୋଟେ ଆଉ ସେ କ୍ୟାସେଟର ନାମ ହଉଛି ବୋଧେ ଶାଶ୍ୱତ ପ୍ରେମ ତେଣୁ ସେଇ ସେଇ ପଦ ଗୋଟେ ଘୋଷା ଗୋଟେ ଗାଇବ କାରଣ ସେ ଗୀତର ବହୁତ ମିଠା ରହିଛି ଏଇ ଆଜ୍ଞା ଯୋଉ କଥା କହୁଛନ୍ତି ମୋତେ ସେ ଗୀତ ହେଲା ମୋର ପ୍ରଥମ କଣ୍ଠ ଦେବାଟା ତା ପୂର୍ବରୁ ମୁଁ କେବେ କ୍ୟାସେଟରେ ଗାଇ ନଥିଲି ସେ ଗୀତଟି ହେଲା ହଜା ମେଷ ମୁରେ ଆସିଛି ବାହୁଡ଼ି ପାପର ବୋଝଟିନି ପାପର ବୋଝଟିନି
हो जामे ସମୁझେ ଆସିଛି ବାହୁଡ଼ି ପାପର ବୋଝଟି ନେଇ ପାପର ବୋଝଟି ନେଇ କ୍ଷମା ଦେଇ ମତେ ବକ୍ଷେ ନିଅ ତୋଳି କ୍ଷମା ଦେଇ ମତେ ବକ୍ଷେ ନିଅ ତୋଳି ରୋଷେ ନଦିଅ ଫେରାଇ ରୋଷେ ନଦିଅ ଫେରାଇ। ଧନ୍ୟବାଦ। ତ ଗୀତ ଲେଖିଲା ବେଳେ ଆଉ କୋଉ ବିଷୟକୁ ଅଧିକ ପ୍ରାଧାନ୍ୟ ଦେଇ ଲେଖିଲେ ଗୀତଟା ଆଉ ଲାଇଫ ଟାଇମ ବଞ୍ଚି ରହିବ? କାରଣ ଆଜିକାଲି ଯୁଗରେ ଗୀତ ଲେଖନ୍ତି, କିଛି ମାସ ପରେ ଗୀତ ଲୋପ ହେଇଯାଏ, କିନ୍ତୁ ଆପଣଙ୍କ ଗୀତ ଆଜି ପର୍ଯ୍ୟନ୍ତ ଜୀବିତ ଅବସ୍ଥାରେ ଅଛି। ଯେପରିକି ଆଶାର ଦୀପାଳି, ଅନେକ ଆଉ ବିଭିନ୍ନ ପ୍ରକାର ୱାର୍ସିପ ସମୟରେ ଏ ଗୀତ ବ୍ୟବହାର ହେଇ ଆଜି ସୁଦ୍ଧା ଚାଲି ଆସୁଛି। ତେଣୁ କୋଉ ଉପରେ ପ୍ରାଧାନ୍ୟ ଦେଲେ ଗୀତ ଲେଖିବାଟା ବହୁତ ଭଲ ହେବ, ଆପଣ କୁହନ୍ତୁ ଟିକେ। ବହୁତ ଧନ୍ୟବାଦ। ମୁଁ ସବୁବେଳେ ଯୀଶୁଙ୍କର ଦୁଃଖକୁ ନିଜ ଜୀବନରେ ତାକୁ ମୁଁ ଅନୁଭବ କରେ। ଯେତେବେଳେ ମୋ ଜୀବନରେ ଦୁଃଖ ଆସେ, ପ୍ରଭୁ ସେ ଦୁଃଖ ମୂଳକ ଗୀତ ହିଁ ସେ ମୋତେ ଦିଅନ୍ତି। ଏଇ ଆଶାର ଦୀପାଳି ଜାଳି ପ୍ରାୟତଃ 40 ବର୍ଷ ହେଲାଣି। ଏ ଦୁନିଆର ଅନ୍ଧାର ପଥେ ମଧ୍ୟ ପାଖାପାଖି 35 ବର୍ଷ ହେଲାଣି ବର୍ତ୍ତମାନ ଲୋକମାନେ ଗାଉଛନ୍ତି। ଏହା ହେଉଛି ପ୍ରଭୁଙ୍କର ଗୀତ। ଏଇଟା ମୁଁ ଲେଖିଛି ବୋଲି ମୁଁ ଗର୍ବ କରୁନି, ପ୍ରଭୁ ମୋତେ ସେ ଗୀତ ଦେଇଛନ୍ତି। ପ୍ରଭୁ ସ୍ୱର ମୋତେ ଦେଲେ, ଆଉ ସେ ଗୀତକୁ ମୁଁ ଲେଖିଲି। ବିଶେଷ କରି ପ୍ରଭୁ ମୁଁ ଶୁଣି ତୁମ ଡାକ ସୁର ମନଙ୍କର ଓଡ଼ିଶାର କଣ୍ଠଶିଳ୍ପୀ କହିଲେ ଅତ୍ୟୁକ୍ତି ହେବ ସରୋଜ ବୀର। ସେ ଗୀତ ସାରା ଓଡ଼ିଶାରେ ସେ ଚହଳ ସୃଷ୍ଟି କଲେ, ସରୋଜ ବୀର। ଆଉ ତାଙ୍କ ଦ୍ୱାରା ମୁଁ ସାରା ଓଡ଼ିଶାରେ ମୁଁ ମାନ୍ୟତା ପାଇଲି। ସେ ଅତି ସୁନ୍ଦର ଗାୟକ। ସେ କୋଉଠି ନାହିଁ, ସେ ଗଜପତିର ସେ ଜିରାଙ୍ଗର ପିଲାଟା, ତାଙ୍କ ନାଁ ହେଉଛି ସରୋଜ ବୀର। ଆଜି ପର୍ଯ୍ୟନ୍ତ ସେ ଗୀତ ଗାଉଛନ୍ତି। ସେଇ ଗୀତ ସେଥିରୁ ପଦେ ଗୋଟେ ଲାଇନ ବୋଲି ଦିଅନ୍ତୁ। ପ୍ରଭୁ ମୁଁ ଶୁଣି ତୁମ ଡାକ ସୁର, ପ୍ରଭୁ ମୁଁ ଶୁଣି ତୁମ ଡାକ ସୁର, ଫେରି ମୁଁ ଆସିଛି ତୁମ ପଦ ତଳେ, ଫେରି ମୁଁ ଆସିଛି ତୁମ ପଦ ତଳେ, ବାରେ ପ୍ରଭୁ କ୍ଷମା କର, ପ୍ରଭୁ ମୁଁ ଶୁଣି ତୁମ ଡାକ ସୁର। ସତରେ ସେ ଗୀତ ବି ଆଜି ପ୍ରତ୍ୟେକ ଉପାସନାଳୟ ମାନଙ୍କ ମଧ୍ୟରେ ଗୀତ ସମର୍ପଣ ପାଇଁ ସମୟରେ ଗୀତ ଗାଆନ୍ତି। ବହୁତ ବଢିଆ ଆପଣମାନଙ୍କ ରଚନା ସ୍ୱର ସ୍ୱତନ୍ତ୍ର ଭାବେ ଜୀବିତ ଅଟେ, କାରଣ ଆତ୍ମାଙ୍କ ଦେଇ ଲେଖିବା ଗୀତ ସର୍ବଦା ଜୀବିତ ଅଟେ। ତେଣୁ ପରିଛା ମହାଶୟ, ତ ସ୍ୱର କରିବାକୁ କେତେ ସମୟ ଲାଗେ? ଏଟା ବହୁତ ବଡ ପ୍ରଶ୍ନ। ଏଇଟା ଗୋଟେ ଯେ କେତେ କେତେ ସ୍ୱର ଶୀଘ୍ର ଆସିଯାଏ, ଆଉ କେତେ କେତେ ସ୍ୱର ବହୁତ ସମୟ ଲାଗେ। ଯେତେବେଳେ ବହୁତ ସମୟ ଲାଗେ, ମୁଁ ପ୍ରାୟ ସେ ସ୍ୱର ପାଇ 3 ଥର 4 ଥର 5 ଥର ପ୍ରାର୍ଥନା କରେ। ଆଜ୍ଞା। ପ୍ରଭୁ ସେ ସ୍ୱର ଦେଇ ଦିଅନ୍ତି ସାଙ୍ଗେ ସାଙ୍ଗେ, ଆଉ ଗୀତର ବି ରଚନା ସେ ଭିତରେ ହେଇଯାଏ। ମୁଁ ସାଇକେଲରେ ଯାଉଥିବି ସୁସମାଚାର କାର୍ଯ୍ୟରେ, ସେତେବେଳେ ମୁଁ ରଚନା କରିଦିଏ, ତାପରେ ମୁଁ ଖାତାରେ ତାହା ଲେଖେ। ଆଚ୍ଛା। ଆଉ ସେଇ ଗୀତଟି ହେଲା କାଲବରି ସେ ପାଷାଣ ବୁକୁରେ ଆଜି ବି ଅଛି ସେ ଚିହ୍ନ। ଏଇ ଗୀତ ମତେ ବହୁତ ସମୟ ମୁଁ ନେବାକୁ ପଡିଥିଲା ନେଇକି। ତ ମୁଁ ଆପଣଙ୍କ ପ୍ରତିଟି ଗୀତ ଶୁଣିଲେ ଅତି ମିଠା ଲାଗେ, କାରଣ ଗୋଟେ ଆଉ ତାଲିମ ପ୍ରାପ୍ତ ସଙ୍ଗୀତ ଭଳି ତାଠୁ ଅଧିକା ସୁନ୍ଦର କରନ୍ତି। ତେଣୁ ମୁଁ ଜାଣିବାକୁ ଚାହେଁ ବା ଜଣେଇବାକୁ ଚାହେଁ ଦର୍ଶକ ମାନଙ୍କୁ ଯେ ଆପଣ କୋଉଠି ଏ ସଙ୍ଗୀତ ଉପରେ ଗୀତ ଲେଖିବା ଆଉ ଶୈଳୀ ଉପରେ କୋଉଠି ତାଲିମ ପ୍ରାପ୍ତ ନେଇଛନ୍ତି କି? ହଁ, ମୁଁ ତ ତାଲିମ ପ୍ରାପ୍ତ ନେଇନାହିଁ। ଯେତେ ସବୁ ସ୍ୱର କରୁଛି, ଗୀତ ମୁଁ କରୁଛି, କେବଳ ପ୍ରଭୁ ହିଁ ମତେ ଦଉଛନ୍ତି। ଆଉ ପ୍ରଭୁ ସେ ଅନୁଗ୍ରହ ଦାନ ମତେ ଦେଇଛନ୍ତି। Praise the Lord, ଲୋକଙ୍କ hallelujah। ପାଇଁ ଦିଅ ନାହିଁ, କିନ୍ତୁ ପ୍ରଭୁଙ୍କର ଗୌରବ ନିମନ୍ତେ ମୁଁ ଚେଷ୍ଟା କରେ। ଚେଷ୍ଟା ପ୍ରଭୁ କରନ୍ତୁ। ଗୌରବାନ୍ୱିତ ହୁଅନ୍ତୁ। ଆଚ୍ଛା। ତ ବର୍ତ୍ତମାନ ଆଉ କେତୋଟି ଗୀତ ଖଣ୍ଡେ ଲେଖିଛନ୍ତି? ଜଷ୍ଟ ଟିକେ ଅବଶ୍ୟ ମନେ ନଥାଇପାରେ, କିନ୍ତୁ ମୁଁ ଲେଖିଛି କରୁଅଛି ପଦେ ଅଳି, ଆଶାର ଦୀପାଳି ଜାଳି, ଏ ଦୁନିଆ ଅନ୍ଧାର ପଥେ, ପ୍ରଭୁ ମୁଁ ଶୁଣିତି ମୋ ଡାକ ସୁର, ଭଜରେ ସ୍ଥିର ତେତେ ଯୀଶୁ ନାମ, କୃଷର ସେଇ ପ୍ରେମ ଆଜି ଭୁଲିତ ନାହିଁ, ସ୍ୱପ୍ନ ଢେଉ ନାଚି ଉଠିରେ ମନ ସାଗରେ, କାଲବରି ସେ ପାଷାଣ ବୁକରେ ଆଜି ବି ଅଛି ଅନେକ ସେ ଚିହ୍ନ। ଲିଷ୍ଟ ଲମ୍ବା, ଅନେକ ଗୀତ ମୋର, ଅନେକ ଗୀତ ବହୁତ ଅଛି। ଲମ୍ବା ଲିଷ୍ଟ ଏଇ ଗୀତ ଅଛି। ପ୍ରିୟ ଗୁଡାକ ଦର୍ଶକ ମାନେ, ନିଶ୍ଚିତ ଭାବେ ଗଜପତି ଯେ ଗ୍ରେଟ୍, ମୁଁ ବହୁତ ଗର୍ବିତ ଅଟେ, କାରଣ
ଆଉ ଆଜ୍ଞା ମାନଙ୍କର ଦେଇ ଆମେ ସୁଯୋଗ ପାଉଛୁ ତାଙ୍କ ପ୍ରତିଭା ତାଙ୍କ ଆଉ ପ୍ରଭୁଙ୍କ ଶ୍ରେଷ୍ଠ ଦାନ ଗୁଡାକ ପାଇ ଆଉ ପ୍ରଭୁଙ୍କ ପାଇଁ ବ୍ୟବହାର ହଉଛନ୍ତି। ତ ମୁଁ ପଚାରିବାକୁ ଚାହେଁ ବା ଜାଣିବାକୁ ଚାହେଁ ଦର୍ଶକଙ୍କୁ ଜାଣିବା ପାଇଁ ଚାହେଁ ଯୋଉ ଫିଲ୍ମ କାହିଁକି ଲେଖୁନାହାନ୍ତି ଆପଣ? ହଁ କଣ ମୁଁ ଶୁଣିପାରୁଛି ଅନେକ ଆଉ କିଛି ଆର୍ଥିକ ଦେଇକି ଲେଖିବା ପାଇଁ ଅନେକ ପ୍ରୟାସ କରୁଛନ୍ତି ଆପଣ ମାନେ କଟକ ଲେବଲରେ ରହିକି କାମ କରିବା ପାଇଁ ଯାଇଥିଲେ ମୁଁ ଶୁଣିପାରୁଛି ତେଣୁ ଫିଲ୍ମ କାହିଁକି ମନା କରୁଛନ୍ତି ଆପଣ ଲେଖିବା ପାଇଁ? ହଁ ମୁଁ ଯେତେବେଳେ ମୁଁ ତ ଯାଇନଥିଲି ଯେତେବେଳେ ପୂର୍ଣ୍ଣ ଖୁଣ୍ଟିଆ ଥିଲେ ସେ ଆଜ୍ଞା ମୋର ଗୀତ ଦେଖି ସେ ବହୁତ ଖୁସି ହେଲେ। ଆଜ୍ଞା କହିଲେ ଏତେ ସୁନ୍ଦର ଗୀତ ଲେଖା ହେଇଛି ସେ ମତେ ଖୋଜିଲେ କିନ୍ତୁ ମୁଁ ଯାଇନଥିଲି। କିନ୍ତୁ ମୁଁ ଆଲବମ ଲେଖିବାଟା ମୋର ବାଁ ହାତର ଖେଳ କିନ୍ତୁ ମୁଁ କେବେ ଆଲବମ ଲେଖିବି ନାହିଁ। ଆଜ୍ଞା କେବଳ ପ୍ରଭୁଙ୍କର ଗୀତ ହିଁ ମୁଁ ଶେଷ ପର୍ଯ୍ୟନ୍ତ ମୋ ଜୀବନର ଶେଷ ପର୍ଯ୍ୟନ୍ତ ପ୍ରଭୁଙ୍କର ଗୀତ ହିଁ ମୁଁ ଲେଖିବି। ଆଜ୍ଞା ଏଇଟା ମୋର ଲକ୍ଷ୍ୟ ଅଛି। ଆଚ୍ଛା ଆଉ ଆଗକୁ ଆପଣ ମାନେ ଗୀତ ରେକର୍ଡିଂ ପାଇଁ ବହୁତ ଗୀତ ଅଛି ଆମ ପାଖରେ ମୁଁ ଜାଣିଛି ଭଲ ଭାବେ କିନ୍ତୁ ରେକର୍ଡିଂ ହେବା ପାଇଁ କଣ ସମସ୍ୟା ହଉଛି? ଦେଖନ୍ତୁ ମୁଁ ଜଣେ ସାଧାରଣ ପ୍ରଚାରକ ବା ଜଣେ ପାଳକ ପୁରୀ ଜିଲ୍ଲାର ପାଳକ ଆଜ୍ଞା ଆଉ ସେବା କାର୍ଯ୍ୟରେ ମୁଁ ଅଛି। ଜଣେ ପାଳକ ଗୋଟେ କ୍ୟାସେଟ୍ କରିବା ଅତି ମାନେ ବଡ଼ ବିଷୟ। ଅନେକ ଅର୍ଥର ଆବଶ୍ୟକତା ଅଛି। ମୋ ପାଖରେ ଅର୍ଥ ନଥିବାରୁ ମୁଁ ଗୀତ ଲୋକମାନଙ୍କୁ ଦାନ କରୁଛି। ଅନେକ ଗୀତ ମୋର ଲୋକ ନେଇକି ବି ମୋର ନାଁ ଲେଖୁନାହାନ୍ତି କିନ୍ତୁ ମୁଁ ସେଥିରେ ଦୁଃଖ ନାହିଁ। କିନ୍ତୁ ମୋ ପାଖରେ ଅର୍ଥର ଅଭାବ ସକାଶୁ ମୁଁ ଆଗକୁ ବଢି ପାରୁନାହିଁ କୌଣସି ଗୀତ ମୁଁ କରିପାରୁନି। ଆଚ୍ଛା ତ ଏଇ ଗୀତ ଲେଖାଟା ଆଉ ଗୀତ କରିବା ଗୀତ ଲେଖିବା ସରସ୍ୱତୀ ସମୟରେ କିଛି ବାଧା ଦେବାର ଗୋଟେ ସ୍ମୃତି କଣ ଆପଣମାନଙ୍କ ମୁଖରେ କୁହନ୍ତୁ? ହଁ ବାଧା ତ ନାଇଁ ଶୈତାନ କଣ କରେ ବହୁତ ଚିନ୍ତା ଆଣିଦିଏ ସେ। ମୁଁ ଗୀତ କରୁଥିବା ସମୟରେ ବିଭିନ୍ନ ଚିନ୍ତା ମତେ ଆସିବ ସେତେବେଳେ ମୁଁ ଭାବିଦିଏ ଏଇଟା ଶୈତାନ ଆଣୁଛି ବୋଲିକି ମୁଁ ଛାଡେନି। ଶୈତାନ କିନ୍ତୁ ଆତଙ୍କ କରେ ନାଇଁ ନାଇଁ ତୋର ଏଟା ହଉନି ତୋର ସ୍ୱର ଭଲ ହଉନି ତୋର ଗୀତ ଏଟା ଭଲ ହଉନି କହିଲା ବେଳେ ମୁଁ ଲେଖେ ଶୈତାନ କହିଲା ବେଳକୁ ଯୋଉ ଗୀତ ଲେଖିଛି ସେଇଟା ଏକ ଓଡିଶାରେ ମାନ୍ୟତା ପ୍ରାପ୍ତ ହେଇଛି। ଆମେ ପ୍ରଭୁ ମତେ ସେ ଦୟା କରିଛନ୍ତି ପ୍ରଭୁଙ୍କର ଗୌରବରେ ହିଁ ତ ବ୍ୟବହାର କରୁଛି। ନିହାତି ନିହାତି ପ୍ରିୟ ଦର୍ଶକ ମାନେ ଆପଣ ମାନେ ଦେଖୁଛନ୍ତି ଆଜ୍ଞା ଆମମାନଙ୍କ ପାଖରେ ଅଛନ୍ତି ତାଙ୍କ ବହୁମୂଲ୍ୟ ସମୟ ଦେଇ ଆଉ ତାଙ୍କୁ ମୁଁ ବହୁତ ରିକ୍ୱେଷ୍ଟ କଲି ପ୍ଲିଜ ସାର୍ ଦୟାକରି କି ଯେହେତୁ ଆପଣ ଆମ ଗଜପତିର ଆପଣ ପୁରୀ ରୁହନ୍ତି ପୁରୀ ସେବା କାର୍ଯ୍ୟ କରୁଛନ୍ତି କିନ୍ତୁ ପ୍ରଭୁ ଅନୁଗ୍ରହ କରି ଷୋଡ଼ ଶାଖା ମଣ୍ଡଳୀକୁ ଆଣିଥିବା ହେତୁ ମୁଁ ରିକ୍ୱେଷ୍ଟ କଲି ତେଣୁ ଆମେ ଚର୍ଚ୍ଚରେ ହିଁ ବସି ରେକର୍ଡିଂ କରୁଛୁ ବା ଆଲୋଚନା କରୁଛୁ ତେଣୁ ଆଜିର ଖୋଲା କଥା ରେ ଆଜ୍ଞା ସମୟ ଦେଇଥିବା ହେତୁ ଆଉ କିଛି କଥା ପଚାରିବା ଥାଏ ତାଙ୍କ ମୁଖରୁ ଆଉ କିଛି ଶୁଣିବା ପାଇଁ ଯିବା। ମୁଁ ଛୋଟ ପିଲାମାନଙ୍କୁ ବା ଯୋଉମାନେ ଏବେ ଗୀତ ଲେଖୁଛନ୍ତି ସେମାନଙ୍କୁ ଟିକେ କହିବା ପାଇଁ ମୁଁ ଚାହେଁ ଆଜ୍ଞା ଯେ ଗୀତ ବହୁତ ସୁନ୍ଦର ଲେଖୁଛନ୍ତି ଆପଣ ମାନେ ବହୁତ ସୁନ୍ଦର ସ୍ୱର ବହୁତ ସୁନ୍ଦର ଲେଖା ଆମ ମାନଙ୍କ ମଧ୍ୟରେ ଅଛନ୍ତି ସାଲିମ ଦିମା ସୁନ୍ଦର ବାବୁ ମଣ୍ଟୁ ଅମିତ ପଟ୍ଟନାୟକ ଅମିତ ପଟ୍ଟନାୟକ ଆଉ ଆଉ କେତେ ପିଲାମାନେ ଆମ ସଞ୍ଜୀବନ ପରୀକ୍ଷା ଯୁଗଳ କିଶୋର ପ୍ରଧାନ ହଁ ଲେଖୁଛନ୍ତି ହଁ ସେମାନେ ତ ଛାଡ କିନ୍ତୁ ଆଜିକାର ପିଲାମାନଙ୍କୁ ମୁଁ କହୁଛି ହଁ ଯାହା ସବୁ ଲେଖିବେ ବାଇବଲ ଭିତ୍ତିକ ହେବା ଦରକାର। ଦରକାର ନାଇଁ ଆଚ୍ଛା 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 ଅନେକ ବଡ ବଡ ସିଙ୍ଗର ଗାଉଛନ୍ତି ଗୀତ ମାନଙ୍କୁ କିନ୍ତୁ ସେଟା ଅନ୍ୟ କିଛି ସମୟ ପରେ ସେଟା ଲୋପ ହେଇଯାଉଛି ଯୋଉ ଗୀତ କି ଅନ୍ୟମାନେ ଗାଇବେ ପୁଣି କାନ୍ଦିବେ ସେମାନଙ୍କର ଆତ୍ମିକ ଜୀବନରେ ଗୋଟେ ଉନ୍ନତି ଲାଭ କରିବେ ସେମିତି ଗୀତ ଲେଖନ୍ତୁ ବିଶେଷ କରି ବାଇବଲ ଭିତ୍ତିକ ଲେଖନ୍ତୁ ଯ ଦ୍ୱାରା କି ପ୍ରଭୁ ଆପଣ ମାନଙ୍କୁ ଆଶୀର୍ବାଦ କରିବେ ଆପଣ ମାନେ ଭାବନ୍ତୁ ନାଇଁ ଯେ ଏତିକି ମୋର ହେଲା ବୋଲି ଆଉ ଶିଖିବାର ବାକି ଅଛି ମୁଁ ବି ଚିନ୍ତା କରୁଛି ଯେ ଆଉ ମୁଁ ଶିଖିବି ବୋଲି ଛୋଟ ପିଲା ଠାରୁ ଆରମ୍ଭ କରି ବଡ ଲୋକମାନଙ୍କୁ ମୁଁ ପଚାରେ ତାପରେ ମୁଁ ଗୀତ ଲେଖେ। ଆଉ ମୁଁ ବିଶେଷ ଧନ୍ୟବାଦ ଦେବି ଆମ ଗଜପତିରେ ଭାଇ ସାଲିମ ଭାଇ ଅମିତ ପଟ୍ଟନାୟକ ପୁଣି ଭାଇ ମଣ୍ଟୁ ଆଉ ପୁଣି ଅନେକ ଅଛନ୍ତି ଆଉ ଗୁପ୍ତ ଭାବରେ ଅଛନ୍ତି ତାଙ୍କ ପରିଚୟ ମହାନ ତେଣୁ ଆଉ ସେଇ ଭିତରୁ ଅନ୍ୟତମ ଅଛନ୍ତି ଆମଙ୍କର ଯୋଉଟା କି ଗଜପତି ଖ୍ରୀଷ୍ଟୀୟ ଭକ୍ତିମୂଳ ସଙ୍ଗୀତର ଭିତ୍ତିମୂଳ ସ୍ଥାପନ କଲେ ତୃପ୍ତ ହେବନି ଆଜ୍ଞାଙ୍କ ଦେଇ ଏଇ ଅନେକ ଗୀତ ପ୍ରଥମେ ଆସିଲା ସେତେବେଳେ ଆଉ କ୍ୟାସେଟ ସିଷ୍ଟମ ଥିଲା ବର୍ତ୍ତମାନ ତ ଆଉ ବିଭିନ୍ନ ପ୍ରକାର ଚିପ୍ ମେମ୍ବର ସବୁ ହେଇଗଲାଣି ନାଇଁ କି ଆଜ୍ଞା କିନ୍ତୁ ସେଇ ସମୟରେ ଗୀତ କରିବାଟା ଟିକେ ବୋଧେ କଷ୍ଟ ହଉଥିଲା କିନ୍ତୁ ଆଜିକା ଡେଟରେ ଘରେ ଘରେ ଷ୍ଟୁଡିଓ ହେଇଗଲା ସୁବିଧା ତେଣୁ କଟକ ଯାଇକି ରେକର୍ଡିଂ କରିବା ସୁବିଧା ନଥିଲା ସେଥିପାଇଁ ବି ଅନେକ ଆର୍ଥିକ ସ୍ୱଚ୍ଛଳ ଅଭାବ ମଧ୍ୟରେ ଆମେ କରିଛନ୍ତି ଏଥିପାଇଁ ଆମ ଚ୍ୟାନେଲ ତରଫରୁ ଯାହାଙ୍କ ନାମ ହଉଛି ୟୁଟ୍ୟୁବ ଚ୍ୟାନେଲ ଆମ ଖବରକୁ ଆପଣ ବହୁମୂଲ୍ୟ ସମୟ ଦେଇଥିବା ହେତୁ ବିଶେଷ ଧନ୍ୟବାଦ ଦଉଛୁ ଆଗକୁ ଆଉ ଶେଷ ପ୍ରଶ୍ନ ପଚାରିବି କାରଣ ଗୀତଟା ଏମିତି ଲେଖା ରହିବ ନା ଶେଷ ରହିବ? ନାଇଁ ଗୀତଟା ଲେଖା ରହିବ କିନ୍ତୁ ବିଶେଷ କରି ମୁଁ ଦର୍ଶକ ମାନଙ୍କୁ ଅନୁରୋଧ କରେ ମୁଁ ମାଗେ ଭିକ୍ଷା ମାଗେ ମୋର ସେବା କାର୍ଯ୍ୟ ପୁରୀ ଜିଲ୍ଲାରେ ଗୀତ କରିବା ସହିତ ମୁଁ ଯେପରି ଆତ୍ମା ମାନଙ୍କୁ ଲାଭ କରିପାରିବି ପୁରୀ ଜିଲ୍ଲାରେ ସେବା କାର୍ଯ୍ୟ ମୋର ଆଗକୁ ବଢିବ ଏଥିପାଇଁ ମତେ ପ୍ରାର୍ଥନାରେ ସ୍ମରଣ ରଖନ୍ତୁ ମୋ ପାଇଁ ପ୍ରାର୍ଥନା କରନ୍ତୁ ଆହୁରି ଯେପରି ପ୍ରଭୁଙ୍କର ଗୌରବରେ ସୁନ୍ଦର ସୁନ୍ଦର ଗୀତ ମୁଁ କରିପାରିବି ଆପଣଙ୍କ ଆଶୀର୍ବାଦରେ ହିଁ ମୁଁ କରିପାରିବି। ଆଚ୍ଛା ଏହା ମୋର ଶେଷ
ଆଶା। ଆଶା ଅଟେ। ବହୁତ ବହୁତ ଧନ୍ୟବାଦ ପ୍ରିୟ ଦର୍ଶକ ମାନେ ଆଉ ଦେଖୁଥିଲେ ଆମମାନଙ୍କ ପାଳକ ମହାଶୟ ପରିଚୟ ଆଜ୍ଞା ସତ୍ୟବାନ ପରିଚୟ ସେ ଆମ ସହିତ ଅନେକ କଥା ସାଉଁଟିଲେ ଆମେ ଶୁଣିଲୁ ଯେ ମୁଁ ଆଜିର ଭିଡିଓରେ କହିବା ପାଇଁ ଚାହେଁ ଯେଉଁମାନେ ଗୀତ ପ୍ରେମୀ ଲେଖିବାରେ ସ୍ୱର ସଂଯୋଜନରେ ସମସ୍ତ ବିଷୟରେ ଆଉ ଆଉ ତାଙ୍କଠାରୁ କିଛି ଅନୁଭବ ଆମେ ସାଉଁଟିବା ହଁ ଆମେ ଶିଖୁଛେ ଜାଣୁଛେ କିନ୍ତୁ ଜୀବନରେ ଶିଖିବା ଆବଶ୍ୟକ ଅଟେ ସେ କଥା ସେ କହୁଥିଲେ ତେଣୁ ନିଶ୍ଚିତ ଭାବେ ଆଜ୍ଞାଙ୍କ ପାଇଁ ଆମ ଚ୍ୟାନେଲ ପାଇଁ କଥା କରନ୍ତୁ ବହୁତ ବହୁତ ଧନ୍ୟବାଦ ଆଜ୍ଞା ଆପଣଙ୍କୁ ନମସ୍କାର।